ବଦଳିବ ୟୁପିଆଇ ମୋଡ୍। କିପ୍ୟାଡ୍ ଫୋନ୍ରେ କରିହେବ ଅନଲାଇନ୍ ଟ୍ରାଞ୍ଜାକ୍ସନ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡ୍ରେ କରୁଛନ୍ତି ଲୋକେ। ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର। ତେଣୁ ଖୁବ୍ ଶୀଘ୍ର ସାରା ବିଶ୍ୱ କ୍ୟାଶଲେସ୍ ଦିଗକୁ ଗତି କରୁଛି ବୋଲି କୁହାଯାଉଛି। ଏହା ମଧ୍ୟରେ ଏକ ରିପୋର୍ଟ ଭାରତରେ ଡିଜିଟାଲ ପେମେଣ୍ଟ ଉପରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଭାରତର ୟୁପିଆଇ ଯଥା ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ସାରା ଭାରତରେ ୟୁପିଆଇ ଟ୍ରାଞ୍ଜାକ୍ସନର ରୂପରେଖ ବଦଳାଇ ଦେଇଛି। ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆଗରୁ ଫିଚର ଫୋନ୍ ଯଥା କିପ୍ୟାଡ୍ ମୋବାଇଲ ଫୋନ୍ରେ ମଧ୍ୟ ୟୁପିଆଇ ପେମେଣ୍ଟ ସିଷ୍ଟମ ଅପରେଟ୍ କରିହେବ। ଏଥିପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ମଧ୍ୟପ୍ରଦେଶ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ସେ କହିଛନ୍ତି, ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବେଶ୍ ସଫଳତା ଲାଭ କରିଛି। ଏହା ସରକାରୀ ସମର୍ଥନରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସୁନ୍ଦର ଓ ସଫଳ ଉଦ୍ୟମ। ସରକାରଙ୍କ ସମର୍ଥନରେ ଆର୍ବିଆଇ ୟୁପିଆଇକୁ ସାରା ବିଶ୍ୱରେ ଏକ ବୃହତ୍ ପେମେଣ୍ଟ ସିଷ୍ଟମରେ ପରିଣତ କରିପାରିଛି। କେନ୍ଦ୍ରୀୟ ବୋର୍ଡ ବୈଠକରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୟୁପିଆଇ 2016ରେ ଆରମ୍ଭ ହୋଇଥିଲା ଓ ଏହା ଦ୍ରୁତ ଗତିରେ ଆଦୃତ ହୋଇ ଚାଲିଛି। ଏହା ଆହୁରି ଆଗକୁ ଯିବ ବୋଲି ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶରେ ଡିଜିଟାଲ କାରବାର ଭଲ ଚାଲିଥିବା ବେଳେ ୟୁପିଆଇ କ୍ଷେତ୍ରରେ ମୁଖ୍ୟ ଆହ୍ୱାନ ଥିଲା ଯେ ଏହା ଏକ ସ୍ମାର୍ଟଫୋନ୍ରେ ପରିଚାଳିତ ହୋଇପାରୁଥିଲା। କିନ୍ତୁ ଆମ ଦେଶରେ ଏବେ ବି ବହୁ ଲୋକ କିପ୍ୟାଡ୍ ଫୋନ୍ ବ୍ୟବହାର କରୁଛନ୍ତି। ଏହି କ୍ରମରେ ଆମେ ଏପରି କିଛି ସାମଗ୍ରୀ ଲଞ୍ଚ କରିବାକୁ ଯାଉଛୁ ଯାହାଦ୍ୱାରା ଲୋକମାନେ ଫିଚର ଫୋନ୍ରେ ମଧ୍ୟ ୟୁପିଆଇ ଅପରେଟ୍ କରିପାରିବେ। ଏହା ସହିତ ଯେଉଁ ସବୁ ସ୍ଥାନରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଏପରି ବ୍ୟବସ୍ଥା କରାଯାଉଛି ଯାହାଦ୍ୱାରା ୟୁପିଆଇ ଟ୍ରାଞ୍ଜାକ୍ସନ୍ ସମ୍ଭବ ହୋଇପାରିବ। ଶକ୍ତିକାନ୍ତ ଦାସ କହିଛନ୍ତି, ଆମେ ସେହି ଦେଶମାନଙ୍କ ମଧ୍ୟରେ ରହିଛୁ ଯିଏକି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ନାମରେ ଅର୍ଥାତ୍ ୟୁ-ମୁଦ୍ରା ନାମରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହା ହେଉଛି ଏକ ପେପର ମୁଦ୍ରା ଓ ଏହା ମୁଦ୍ରାର ଏକ ଡିଜିଟାଲ ୟୁନିଟ୍ ଅଟେ। ଏହି ପ୍ରୋଜେକ୍ଟ ଉପରେ ଏବେ ବି କାମ ଜାରି ରହିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।